ସାଙ୍ଗମାନେ ଗୁଡ୍ ମର୍ଣ୍ଣିଂ। ଆମେ ଆସୁଛୁ, ନାଇଁ ଆମେ ଯାଉ। ମନରେ ଅଖୁଆ କଥା, ଆଖିରେ ଅଖୁଆ ନିଦ, ଆଉ ପାଟିରେ କେତେ କଥା କହିବାକୁ ଭାଷା। ସବୁ କିଛି ଅଛି, ତାକୁ ମିଶେଇ ମାସେଇକି ସବୁ ତାକୁ ପଛରେ ଫୋପାଡ଼ିକି ଆମେ ଆମ କର୍ମରେ ଆମେ ଚାଲୁ ସାଙ୍ଗମାନେ। ଦୁନିଆରେ ମୁଁ ମଣିଷ ଦେଖିଛି, କିନ୍ତୁ ଏମିତିକା ମଣିଷ ଆମ ସଂସାରରେ କୋଉଠି ଦେଖିନି। ଯାଏ ରୁମ୍ରେ ପହଞ୍ଚେ, ଆପଣମାନଙ୍କ ସହିତ କଥା ଅଛି। ଟିକେ ଆପଣ ଭାବି ରାସ୍ତାରେ ଯାଉଛି ତ ନାଳବନ୍ଧରେ, ସେଥିପାଇଁ ସେୟାର କରିବି। ଆଉ ଆଜିର ପାଗଟା ବି ବହୁତ ବଢ଼ିଆ ହେଇଛି, ବର୍ଷାର ଟିକେ ଝିପିଝିପି ବର୍ଷାର ମାହୋଲ ଦେଖୁଛି ସାଙ୍ଗମାନେ। ଇଏ ହେଉଛି ନାଳବନ୍ଧ ରୋଡ, ରାସ୍ତା ମୋ ନଣ୍ଡା ମୁଣ୍ଡିଆ ଏଠି। ହଁ, କେତେ ଦିନ ହେଲାଣି ସାଙ୍ଗମାନେ ବ୍ଲଗ୍ ଛଡ଼ା ହେଇନଥିଲା। କେତେ ଦିନ କ'ଣ, ଶୁକ୍ର ଶନି ଛୁଟିବାରେ ସୋମବାର, 4 ଦିନ ହେଲାଣି ଛଡ଼ା ହେଇନି। ଆଜି ତ ଏଇଠୁ ଆରମ୍ଭ କଲି ବ୍ଲଗ୍ ଛାଡ଼ିବି। ଆପଣମାନେ ଏମିତି ଆମକୁ ଭଲ ପାଇବା ଦିଅନ୍ତୁ, ଏମିତି ଆମେ ଆଗକୁ ଯାଉ, କିଛିଟା କରୁ। ମୋର ଦହିବରା ଖାଇବାକୁ ଇଚ୍ଛା ହେଉଛି, ହେଲେ ବନ୍ଦ ଅଛି। ଖାଲି ଖୋଲା ଅଛି, ତାକୁ ଦହିବରା ବନ୍ଦ ଅଛି। ଯାହା ଆଗେ ମୁଁ ଦେଖି ଆସିଛି ବାଡ଼ୁଅ ବେଳୁ କି ତା ବାହାର ଗୋଟେ ଏପଟେ କିଛି ଦୋକାନ ବଜାର କିଛି ନଥିଲା, ସବୁ ହେଇସାରିଲାଣି। ପଇସା ଅଛି ଯୋଉଠି, ମଣିଷ ସେଇଠି। ଆଉ ସାଙ୍ଗମାନେ ଏମିତି ଆମ ସହିତ ରୁହନ୍ତୁ। ଆମେ ଜାଗା ଉପରେ ପହଞ୍ଚୁ, କ'ଣ ହେଉଛି କ'ଣ ନାହିଁ ସେଟା ଆପଣମାନଙ୍କ ସହିତ ସେୟାର କରୁଛି। ଯେହେତୁ ମୋର ଏପଟଟା ଚୁଲା ଖରାପ ହେଇଯାଇଛି ବୋଲି ଏପଟ ହେଉଛି, ସେଥିପାଇଁ ସେମାନେ ଠାକୁର ପୂଜିକି ଏଠି ଭାତ ବସେଇ ସାରିଲେଣି। ଆଉ ଚା ଯେହେତୁ ପିଇ ନଥିଲୁ, ଏବେ ଯାଉଛୁ ଚା ପିଇବୁ। ଆପଣମାନେ ଯଦି ପିଇବେ ଆସନ୍ତୁ ସାଙ୍ଗମାନେ। ଆଜି ଯେହେତୁ ମଙ୍ଗଳବାରରେ ରୋଷେଇ କ'ଣ ଜାଣିଛନ୍ତି ନା, ଚାଲନ୍ତୁ ଦେଖିବା। ଆପଣମାନେ ତ ଆଧରୁ ଦେଖି ସାରିବେଣି କି ଥମ୍ବନେଲ୍ ବି ଜାଣିସାରିବେଣି ଆମର ଆଜି କ'ଣ ହେଇଛି। ଇଏ ହେଉଛି ସାଙ୍ଗମାନେ ସଜନା ଶାଗ ଭଜା, ପିଆଜ ସାଙ୍ଗମାନେ ଭାଜିଛି। ଦେଖାଗଲା ବହୁତ, କିନ୍ତୁ ଭାଜି ଦେଲାଠୁ ସାଙ୍ଗମାନେ କେତିକି ହେଇଗଲା ଦେଖନ୍ତୁ। ବହୁତ ଦିନ ପରେ ଆଜି ଯେତେବେଳେ ଆମେ ଗାଁ ପିଲା ନା, ଗାଁରେ ସାଙ୍ଗମାନେ କିଛି ମିଳୁ ନ ମିଳୁ ଶାଗ ପଖାଳ ଅଛି ତ ପୁରା ଜିନ୍ଦାବାଦ। ଆଉ ତାକୁ ଆମେ ଟିକେ ସାଙ୍ଗମାନେ ଘୋଡ଼େଇ ଦେବା, ଥଣ୍ଡା ହେଇଗଲେ ଜମା ଭଲ ଲାଗିବନି। ଶାଗ ଜିନିଷ ସାଙ୍ଗମାନେ ଭାଜିବ ଖାଇବ, ତାପରେ ଦେଖନ୍ତୁ ଆଜି ପୁରା ଲାଇନ୍ ହେଇକି ଅଛି, ଗୋଟି ଗୋଟି କାଢ଼ିବାକୁ ପଡ଼ିବ। ଇଏ ହେଉଛି ଆଳୁ, ପିଆଜ, ବିଲାତି, ଲଙ୍କା, ଜିରା, ଲୁଣ ପକାଇ ଭାଜି ଦେଇଛି। ଇଏ ହେଉଛି ହରଡ଼ ଡାଲି, ଇଏ ହେଉଛି ଭାତ। ଏଇସବୁ ଖାଇବା ସାଙ୍ଗମାନେ ଆମର ହେଇଛି। ଆଉ ଇଏ ଥିଲା ଆମର ଆଜି ରୋଷେଇ ସବୁ ଖାଇବା। ପ୍ରତିଦେବ ଖାଇକି କ'ଣ କହିବେ ସେଇଟା ହେଉଛି ମୋର ଚିନ୍ତା। ଆପଣମାନେ ଦିନରେ ଦେଖିଥିଲେ ମୁଁ କ'ଣ ଖାଇବାକୁ ବନେଇଥିଲି, ଏଣିକି ରାତିରେ ଦେଖିବା କ'ଣ ହେଇଛି। ଚାଲନ୍ତୁ ଦେଖିବା। ଦେଖନ୍ତୁ ବାସନ ମାଜିଥିଲି, ମୋ ହାତରେ ଲାଗିଛି, ଏପର୍ଯ୍ୟନ୍ତ ମୁଁ ଦେଖିପାରିନଥିଲି। ହେଇଠି ସାଙ୍ଗମାନେ ସୋଲା, ବୁଟ, ଆଳୁ, ତାକୁ ଟିକେ ନସନସିଆ ହେଇଛି, ତା ଦେହରେ ଗରମ ମସଲା ପଡ଼ିଛି ସାଙ୍ଗମାନେ। ବହୁତ ଦିନ ପରେ, ଆକୁ କହିବାକୁ ଗଲେ ଗୋଟେ ବର୍ଷେ ପରେ ବୋଧେ ମୁଁ କରିଛି। ସାଙ୍ଗକୁ ପରଟା ନହେଲେ ପୁରୀ, ସୋଲେ ବୁଟ, ତାକୁ ଆମେ ଏଣିକି ଘୋଡ଼େଇକି କିଛି ସମୟ ପାଇଁ ରଖିଦେବା। ଅଟା ଏଠି ମୁଁ ସାଙ୍ଗମାନେ ଅଟା ଦଳି ଥୋଇଛି, ରୁଟି କରିବ।
ଆଉ ଆକୁ ତ ସୋଲେ ଗୋଟେ ଆଉ ସାଙ୍ଗମାନେ ଆସନ୍ତୁ ରାତି ଖାଇବାରେ ଆମର ରୁଟି, ଇଏ ସୋଲା ବୁଟ ଆଳୁ କଷା, ଇଏ ହେଉଛି ଖଟାର ଝୋଳ, ହେଉଛି ପିଆଜ, ଇଏ ଲୁଣ। ଆପଣମାନେ ଯଦି ଖାଇବେ ଆସନ୍ତୁ ଜଲ୍ଦି 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 ଜଲ୍ଦି। ଇଏ ରୁଟି ଦେହରେ ଖଟା ଖାଇବା ଭଲ ପାଆନ୍ତୁ, କହିବେ ସାଙ୍ଗମାନେ ଝୋଳ ହୋଇଗଲାଣି ଏମିତି ବତିଦେବି ଖାଇବେ। ହଉ ନଟିଆ ନକା ନଟିଆ ମୁଁ ଖାଇବି। ଆଉ ଆମେ ନଟିଆ ଦେଖି ଖାଇବୁ। ଆପଣମାନେ ଆମ ଭିଡ଼ିଓ ଭଲ ଲାଗିଲେ ଗୋଟେ ଲାଇକ୍, ଗୋଟେ ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ଜଲ୍ଦି ଜଲ୍ଦି ମୋ ଚ୍ୟାନେଲ୍ ଯାଆନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଭିଡ଼ିଓକୁ ଫାଷ୍ଟ ଦେଖନ୍ତୁ, କମେଣ୍ଟ ମାଧ୍ୟମରେ କୁହନ୍ତୁ କେମିତି ହେଇଛି।